এটা ବହୁତ ଦୁଃଖ ଅଛି କଥା କହି ହଉନି ବହୁତ ଦୁଃଖର କଥା ଯେ ମତେ ଆଜି ଛୁଟି ମିଳିଲାନି ସେଇଟା ମୋ ଜୀବନ ସବୁଦିନ ପାଇଁ ମନେ ରହିବ ହାତ ବାନ୍ଧା ଥିଲା ହେଇପାରିଲା ଚାହିଁଥିଲେ ହେଇପାରିଲା ସେଇଟା ଗୋଟେ ହବ ଆଉ ତା ଆଶୀର୍ବାଦ ରହିଲା ମାନେ ଆଗକୁ ବଢିଗଲା ଟେନସନ ନୁହେଁ ଏଇଟା ଗୋଟେ ହଉଛି ମାନେ ଜୀବନ ସବୁଠୁ ବଡ ଦୁଃଖ ଏଟା ଟେନସନ ନୁହେଁ ଆଜି ମୋ ମାଆର ଦୋଷକ୍ରିୟା ଆଉ କଣ କରିବା ଆମେ ଯାତ୍ରା କଳାକାର ଦୁଃଖ ଯାତ୍ରା କଳାକାର ଦୁଃଖ କିଛି ନାହିଁ ହସିବାର ଅଛି ଆମେ ବିକ୍ରି ହେଇଛୁ ଆମେ ଯାତ୍ରା କରିବୁ କମିଟି ଲୋକ ଆଣିଛନ୍ତି ତାଙ୍କର ଦି ପଇସା କରିବେ ଆମେ କିଛି କମ୍ପ୍ରମାଇଜ ନାହିଁ କିଛି କହିହବନି ଯେ ମତେ ଛୁଟି ଦିଅ କି କଣ ଦିଅ ବୋଉର ଆଶୀର୍ବାଦ ଅଛି ଆଗକୁ ଡବଲ ଆଟାକ୍ ପୁରା ଧମକା ହବ ଏଇ ଯୋଉ ଆଜି ଯୋଉ ଜୋସ୍ଟା ବୋଉକୁ ଯୋଉ ଆସିଲି ଯୋଉ ଦିନ ସାରିକି ଶେଷ କୃତ୍ୟ ସେଦିନ ମୁଁ ବହୁତ ଜୋସରେ ଯାତ୍ରା କରିଥିଲି ଆଜି ଡବଲ ଜୋସରେ କରିବି ଆସନ୍ତା ଆଗ ବର୍ଷ ଡବଲ ଧମକା କରିବି ଯାହାର ଉଦ୍ଦେଶ୍ୟ ଦେହ ଦେବା ପାଇଁ ସେ ଛୁଟି ହେଇପାରିବ ମୋର ହେଲାନି ଛୁଟି ବଡ ଦୁଃଖର କଥା ମୋ ଘରେ ବାପା କାଲି କାନ୍ଦିକି କହିଥିଲେ ଛୁଟିଟା ଯେମିତି ହେଲେ ଆଣିବ ଏଇଟା ଦୁଃଖ ଲାଗିଲା ଛୁଟି ନାହିଁ କଣ କରିବା ଆମ କଳାକାର ଆମେ ଯାତ୍ରା କରିବୁ ଠିକ ଅଛି अपना टाइम आएगा ଯାହାର ଉଦ୍ଦେଶ୍ୟ ଦେବା ପାଇଁ ସବୁ କିଛି ହେଇପାରିବ ହେଲା ଯାତ୍ରା ଗୋଟେ କଳାକାର ଚାହିଁଲେ କଣ ହେଇପାରିବ ମୋ ବୁଦ୍ଧି ବାଜି ଯାଉଛି ସେଇଟା ମୋର ସବୁଟା ଆଜି ମୁଁ ଖୋଲା ଭିତରେ କହୁଛି ମତେ ଆଜି ଯୋଉ କଷ୍ଟଟା ହେଇଛି ଯେ ମୁଁ ଯିବି ଯାତ୍ରା 10 ଦିନ ଆଜି ଘରୁ ବାହାରିବା କଥା ବ୍ରାହ୍ମଣଙ୍କର ଜାଣିଛୁ ବହୁତ କ୍ରିୟା ମୁଁ 10 କିଲୋ କମି ଯାଇଛି ଏଇ ବହୁତ ଟେନସନ ଦଉଛି ସେଇଟା ମୋର ବଡ ଦୁଃଖ ମୋ ଜୀବନ ସବୁଠୁ ଆଜି ହଉଛି ବଡ ଦୁଃଖ ସେଇଟା ଭାବିଥିଲି ଗୋଟେ ଛୁଟି ହବ ଘରେ ରେଷ୍ଟ ନେବି କିନ୍ତୁ ରେଷ୍ଟ କଣ ବୋଉ କାମଟା ସାରିବି କାଲି ବଡ କାମଟା ଅଛି ନା ସେଇଟା ହେଇପାରିଲାନି ବଡ ଦୁଃଖ କିଛି ନାହିଁ ମୋ ବୋଉର ଆଶୀର୍ବାଦ ଅଛି ଆର ବର୍ଷ ଡବଲ ଧମାକା ହବ ଟେନସନ ନୁହେଁ ଏଇଟା ଗୋଟେ ହଉଛି ମାନେ ଜୀବନ ସବୁଠୁ ବଡ ଦୁଃଖ ଏଟା ଟେନସନ ନୁହେଁ ଆଜି ମୋ ମାଆର ଦୋଷକ୍ରିୟା ଆଉ କଣ କରିବା ଆମେ ଯାତ୍ରା କଳାକାର ଦୁଃଖ ଯାତ୍ରା କଳାକାର ଦୁଃଖ କିଛି ନାହିଁ ହସିବାର ଅଛି ଆମେ ବିକ୍ରି ହେଇଛୁ ଆମେ ଯାତ୍ରା କରିବୁ କମିଟି ଲୋକ ଆଣିଛନ୍ତି ତାଙ୍କର ଦି ପଇସା କରିବେ ଆମେ କିଛି କମ୍ପ୍ରମାଇଜ ନାହିଁ କିଛି କହିହବନି ଯେ ମତେ ଛୁଟି ଦିଅ କି କଣ ଦିଅ ବୋଉର ଆଶୀର୍ବାଦ ଅଛି ଆଗକୁ ଡବଲ ଆଟାକ୍ ପୁରା ଧମକା ହବ ଏଇ ଯୋଉ ଆଜି ଯୋଉ ଜୋସ୍ଟା ବୋଉକୁ ଯୋଉ ଆସିଲି ଯୋଉ ଦିନ ସାରିକି ଶେଷ କୃତ୍ୟ ସେଦିନ ମୁଁ ବହୁତ ଜୋସରେ ଯାତ୍ରା କରିଥିଲି ଆଜି ଡବଲ ଜୋସରେ କରିବି ଆସନ୍ତା ଆଗ ବର୍ଷ ଡବଲ ଧମାକା କରିବି ବହୁତ ଆଶୀର୍ବାଦ ଏଇ ଛୁଟି ଫୁଟି ମିଳିଲା ଡୋଣ୍ଟ କେୟାର ଏଇଟା ମୁଁ ଛୁଟି ଯାହାର ଉଦ୍ଦେଶ୍ୟ ଦେବା ପାଇଁ ସେ ଛୁଟି ହେଇପାରିବ ମୋର ହେଲାନି ଛୁଟି ବଡ ଦୁଃଖର କଥା ମୋ ଘରେ ବାପା କାଲି କାନ୍ଦିକି କହିଥିଲେ ଛୁଟିଟା ଯେମିତି ହେଲେ ଆଣିବ ଏଇଟା ଦୁଃଖ ଲାଗିଲା ଛୁଟି ନାହିଁ କଣ କରିବା ଆମ କଳାକାର ଆମେ ଯାତ୍ରା କରିବୁ ଠିକ ଅଛି अपना टाइम आएगा କରିବା ଅଛି ମୋ ମା କାମ ଆଗେ ଇମ୍ପୋର୍ଟାଣ୍ଟ ମା କାମ ସାରିବି ରାତି 4ଟା ହେଲେ ଆସି ଯଦି ସକାଳ ହେଇଯାଉଛି ପରବାଏ ଆସି ଯାତ୍ରା କରିବି 5ଟା ହେଇଯାଉ କିନ୍ତୁ ମୋ ମା କାମ ସରିବ ତାପରେ ଯାତ୍ରା ହବ ହେଇପାରେ ନ ହେଇପାରେ ଆସିପାରେ ନ ଆସିପାରେ କିନ୍ତୁ କରିବି ଯାତ୍ରା କାଲି ରାତି ପାଇ ଯାଇପାରେ ଯାତ୍ରା କରିବି ପଇସା ନେଇଛି ଯେହେତୁ ଏଗ୍ରିମେଣ୍ଟ ଅଛି ଯାତ୍ରା କରିବି ମା କାମଟା ସରିଲା ପରେ ଆସି ଆଗେ ମୋ ମା ମତେ ଜନ୍ମ କରିଛି ଲଣ୍ଡା ଫଣ୍ଡା ହେବି ଛୁଟି କାଟିବି ମାଆକୁ ଶେଷ କୃତ୍ୟ କରିକି ଆସିବି ଗୋଟେ ବଡ ଆୟୋଜନ ହଉଛି ଆମର ମାଙ୍କ ପାଇଁ ମୋର ଆଶା ଅଛି ମୋ ବାହାଘର 8,000 ଲୋକ ଖାଇଥିଲେ ତାଠୁ ଅଧିକ ଲୋକ ଖାଇବା ପାଇଁ ଆୟୋଜନ ହେଇଛି ମୋ ବୋଉକୁ ଶ୍ରଦ୍ଧାଞ୍ଜଳି ପାଇଁ ବହୁତ ଲୋକ ଆସିବେ ଭଗବାନ ଭାବୁଛି ବର୍ଷା ନ ହଉ ମୋ ବୋଉ ଦେଖୁ ଥିଲାବେଳେ ଯେତିକି ସକ୍ସେସ୍ ଥିଲି ମୁଁ ସବୁବେଳେ ଭଲ ପାଏ ଦେଖାଣିଆ ନୁହେଁ ମୋ ବୋଉ ଯେତିକି ଥିଲାବେଳେ ଯେତିକି ଭଲ ପାଏ ତାଠୁ ଅଧିକ ଭଲ ପାଏ ମୋ ବୋଉ ମୋ ସାଙ୍ଗରେ ଅଛି ଏଇଟା ବହୁତ ଦୁଃଖ ଅଛି କଥା କହି ହଉନି ବହୁତ ଦୁଃଖର କଥା ଯେ ମତେ ଆଜି ଛୁଟି ମିଳିଲାନି ସେଇଟା ମୋ ଜୀବନ ସବୁଦିନ ପାଇଁ ମନେ ରହିବ ହାତ ବାନ୍ଧା ଥିଲା ହେଇପାରିଲା ଚାହିଁଥିଲେ ହେଇପାରିଲା ସେଇଟା ଗୋଟେ ହବ ଆଉ ତା ଆଶୀର୍ବାଦ ରହିଲା ମାନେ ଆଗକୁ ବଢିଗଲା ଲୋକମାନେ ତ ଦେଖିବେ ଯାତ୍ରା ସେଥିରୁ କଣ ଅଛି କମିଟି ଲୋକ ଚାହିଁଲେ ଯାତ୍ରା ହେଇପାରିବ କିଏ କଣ କଲା କିଛି ନାହିଁ ଯାହାର ଉଦ୍ଦେଶ୍ୟ ଦେବା ପାଇଁ ସବୁ କିଛି ହେଇପାରିବ ହେଲା ଯାତ୍ରା ଗୋଟେ କଳାକାର ଚାହିଁଲେ କଣ ହେଇପାରିବ ମୋ ବୁଦ୍ଧି ବାଜି ଯାଉଛି ସେଇଟା ମୋର ସବୁଟା ଆଜି ମୁଁ ଖୋଲା ଭିତରେ କହୁଛି ମତେ ଆଜି ଯୋଉ କଷ୍ଟଟା ହେଇଛି ଯେ ମୁଁ ଯିବି ଯାତ୍ରା 10 ଦିନ ଆଜି ଘରୁ ବାହାରିବା କଥା ବ୍ରାହ୍ମଣଙ୍କର ଜାଣିଛୁ ବହୁତ କ୍ରିୟା ମୁଁ ଯିବି ମୋ ବାପା ଯୋଉ ଦୁଃଖରେ ଅଛନ୍ତି ସବୁ ଅଛନ୍ତି ଗୋଟେ ଚାଲିଥିଲା ରହିବି ମୋ ଉପରେ ସବୁ ଦାୟିତ୍ୱ କାରଣ ମୁଁ ସବୁ ବୁଝୁଛି ମୋ ନନା ବାହାର ଚାକିରି ସେ କିଛି ଜାଣିନି ଲୋକଙ୍କ କତି କାର୍ଡ ଦବା କଥା ଆଣିବ ନିଜ ମୁଁ 10 କିଲୋ କମି ଯାଇଛି ଏଇ ବହୁତ ଟେନସନ ଦଉଛି ସେଇଟା ମୋର ବଡ ଦୁଃଖ ମୋ ଜୀବନ ସବୁଠୁ ଆଜି ହଉଛି ବଡ ଦୁଃଖ ସେଇଟା ଭାବିଥିଲି ଗୋଟେ ଛୁଟି ହବ ଘରେ ରେଷ୍ଟ ନେବି କିନ୍ତୁ ରେଷ୍ଟ କଣ ବୋଉ କାମଟା ସାରିବି କାଲି ବଡ କାମଟା ଅଛି ନା ସେଇଟା ହେଇପାରିଲାନି ବଡ ଦୁଃଖ କିଛି ନାହିଁ ମୋ ବୋଉର ଆଶୀର୍ବାଦ ଅଛି ଆର ବର୍ଷ ଡବଲ ଧମାକା ହବ